ହଠାତ୍ ରାତି ଅଧରେ ମହାଭାରତ ସଂଗ୍ରାମ ସମୟର ଘଟଣା। ଦ୍ରୌପଦୀ ଏକାନ୍ତ ଭାବରେ ଯାଉଛନ୍ତି ଆଜ୍ଞା ଉତ୍ତରାଙ୍କ କକ୍ଷ ଆଡ଼କୁ। ଯାଇ ଯେତେବେଳେ ଉତ୍ତରାଙ୍କ କକ୍ଷ ନିକଟରେ ପହଞ୍ଚି ଗଲେ ଦ୍ରୌପଦୀ, ଯେଉଁ ବାର୍ତ୍ତା ଦେଲେ ଉତ୍ତରାଙ୍କ ନିକଟରେ, ପ୍ରକୃତରେ ତା ଆଶ୍ଚର୍ଯ୍ୟର କଥା। ତେବେ ଆସନ୍ତୁ ଜାଣିବା, ମହାଭାରତ ସଂଗ୍ରାମ ସମୟରେ ଦ୍ରୌପଦୀ ଯେତେବେଳେ ଉତ୍ତରା କକ୍ଷକୁ ଗଲେ, ଉତ୍ତରା କକ୍ଷରେ ଯାଇ କଣ ସମ୍ବାଦ ଦେଲେ, କୋଉ ବାର୍ତ୍ତା ଦ୍ରୌପଦୀ ଉତ୍ତରାଙ୍କ ନିକଟରେ ପ୍ରକାଶ କରିଛନ୍ତି। ମହାଭାରତ ସଂଗ୍ରାମର ଘନଘଟା ଚାଲିଛି। ଯୁଦ୍ଧ ସମୟରେ ଚାଲିଛି ମହାଭାରତ ସଂଗ୍ରାମ। ଇତି ଅବସରରେ ନିଶାର୍ଦ୍ଧ ସମୟରେ ଦ୍ରୌପଦୀ ଯାଇ ଯେତେବେଳେ ଉତ୍ତରାଙ୍କ କକ୍ଷରେ ପହଞ୍ଚି ଯାଇଛନ୍ତି, ଆଶ୍ଚର୍ଯ୍ୟ ହେଇଗଲେ ଉତ୍ତରା। ପ୍ରଣାମ କଲେ ଦ୍ରୌପଦୀଙ୍କ ପଦ କଞ୍ଜରେ। ଉତ୍ତରା ସେଦିନ ପ୍ରଣାମ କରିଛନ୍ତି। ଏତିକି ବେଳେ ଉତ୍ତରାଙ୍କ ନିକଟରେ ଦ୍ରୌପଦୀ ପ୍ରକାଶ କଲେ, ମା ଉତ୍ତରା, ତମେ ଏତିକି ମନେ ରଖିଥିବ, ଯଦି ପ୍ରକୃତରେ କୋଉ ଦିନ ତମେ ବିପଦର ସମ୍ମୁଖୀନ ହୁଅ, ତେବେ ବିପଦ ସମୟରେ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ନିଜର ବୋଲି ସଂସାରରେ ଯେଉଁମାନେ ଅଛନ୍ତି, ତାଙ୍କ ପ୍ରତି କେବେ ତମେ ଆସ୍ଥା ପ୍ରକଟ କରିବ ନା। ଏ କଥାକୁ ଶୁଣି ଉତ୍ତରା ମଧ୍ୟ ଆଶ୍ଚର୍ଯ୍ୟ ହେଲେ। କହିଲେ, କହନ୍ତୁ ଜନନୀ, ପ୍ରକୃତରେ ଆତ୍ମୀୟ ସ୍ୱଜନ ଯେଉଁମାନେ ନିଜର ଲୋକ, ସେମାନଙ୍କ ଉପରେ ଯଦି ମୁଁ ଆସ୍ଥା ପ୍ରକଟ ନ କରିବି, ତେବେ କାହାଙ୍କ ଉପରେ ମୁଁ ଭରସା କରିବି? ନା ତମେ ଜାଣିଛ ଉତ୍ତରା, ଏ କଥା ତମ ନିକଟରେ ମୁଁ ପରିପ୍ରକାଶ କରୁଛି। ଚଉଦିନ ପର୍ବର ଦୁଃଶାସନ ମୋର କେଶ ଆକର୍ଷଣ କରି ଆଣି ଗୁରୁଜନ ମାନଙ୍କ ସମ୍ମୁଖରେ ସେଦିନ କୁରୁସଭା ମଧ୍ୟରେ ମୁଁ ବିବସନା ହେବାକୁ ଗଲି। ଥିଲେ ମୋର 5 ଜଣ ମହାଧନୁର୍ଦ୍ଧର ସ୍ୱାମୀ ସେ ସଭାରେ ଥିଲେ। ଧର୍ମରାଜ ଯୁଧିଷ୍ଠିର ଥିଲେ, ଭୀମସେନ ଥିଲେ, ଅର୍ଜୁନ ଥିଲେ, ନକୁଳ ଥିଲେ, ସହଦେବ ଥିଲେ। 5 ଜଣ ସ୍ୱାମୀ ଉପସ୍ଥିତ ଥିଲେ। କେହି ମଧ୍ୟ ସେଦିନ ମୋତେ ସାହାଯ୍ୟର ହାତ ବଢ଼େଇ ନଥିଲେ। ଖାଲି ଏତିକି ନୁହେଁ, ଯିଏ ସ୍ୱୟଂ ଥିଲେ ପିତାମହ ଭୀଷ୍ମ, ଭୀଷ୍ମଙ୍କ ନିକଟରେ ଯାଇ ଏ ବିପଦ ସମୟରେ ମୁଁ ଯେତେବେଳେ ତାଙ୍କ ଶରଣ ପଶିଲି, ସେଦିନ ପିତାମହ ଭୀଷ୍ମ ଯାହାଙ୍କ ଇଙ୍ଗିତରେ ଏ ସଂଗ୍ରାମ ସେଦିନ ରୋକି ଯାଇଥାନ୍ତା ଏବଂ ଏ ଅଘଟଣ ମଧ୍ୟ ସେଦିନ ବନ୍ଦ ହେଇଯାଇଥାନ୍ତା, ପଦୁକେ ସେଦିନ ପିତାମହ ଭୀଷ୍ମ କିଛି ପ୍ରତିବାଦର ସ୍ୱର ଉଠେଇଲେ ନା, ବରଂ ମୁଖ ଅବନତ କଲେ। କାହିଁକି ମୁଖ ଅବନତ କଲେ ଜାଣିଛ? ଦୁର୍ଯ୍ୟୋଧନର ଅସତ୍ ଅନ୍ନରେ ସେ ପ୍ରତିପୋଷଣ ହେଉଥିବାରୁ ସତ୍ୟ କଥା ପଦେ ତାଙ୍କ ତୁଣ୍ଡରୁ ସେଦିନ ବାହାରିଲା ନା। ଯାଇଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ। ଯେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ମୁଁ ଶରଣ ପଶିଲି, ସହଯୋଗର ହାତ ବଢ଼େଇଲି, ମୋର ସମ୍ଭ୍ରମକୁ ରକ୍ଷା କରିବା ପାଇଁ ମୁଁ ଯାଇ ପହଞ୍ଚିଲି ଦ୍ରୋଣାଚାର୍ଯ୍ୟ ଗୁରୁ ଦ୍ରୋଣଙ୍କ ନିକଟରେ। ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁ ଆଜ୍ଞା କରିଅସି ଗୋଟିଏ ପଦ କଥାରେ ଗୁରୁ ଦ୍ରୋଣାଚାର୍ଯ୍ୟ ସେଦିନ ଏ କର୍ମକୁ ନିଶ୍ଚିତ ଭାବରେ ରୋକି ଦେଇ ପାରିଥାନ୍ତେ, ଏ ଅଘଟଣ କେବେ ଘଟି ନଥାନ୍ତା। ତଥାପି ଗୁରୁ ଦ୍ରୋଣାଚାର୍ଯ୍ୟ ମଧ୍ୟ ସେଦିନ ପଦଟେ କିଛି କହିପାରିଲେ ନାହିଁ। ଖାଲି ଏତିକି ନୁହେଁ, କର୍ଣ୍ଣ କେତେ ସବୁ ବୀରମାନେ ଉପସ୍ଥିତ ଥିଲେ। କର୍ଣ୍ଣ, ଶଲ୍ୟ ଇତ୍ୟାଦି କେତେ ବୀର ଥିଲେ। ସ୍ୱୟଂ ଥିଲେ ହସ୍ତିନାଧିପତି ରାଜା ଧୃତରାଷ୍ଟ୍ର ମଧ୍ୟ ଉପସ୍ଥିତ ଥିଲେ। ତଥାପି ରାଜା ହୋଇ ସର୍ବକ୍ଷମତାର ଅଧିକାରୀ ହୋଇ ମଧ୍ୟ ଏତେ ବଡ଼ ଅନ୍ୟାୟ ତାଙ୍କ ଆଖି ଆଗରେ ଘଟିବାକୁ ଯାଉଛି, ତଥାପି ସେଦିନ ରାଜା ଧୃତରାଷ୍ଟ୍ର ମଧ୍ୟ ପଦଟେ ମୋତେ କିଛି ସହଯୋଗ କରିନଥିଲେ, ବା ଗୋଟିଏ ପଦ କହିଥିଲେ, ଏ ଅଘଟଣ ଘଟି ନଥାନ୍ତା, ନିଶ୍ଚିତ ଭାବରେ ବନ୍ଦ ହେଇଯାଇଥାନ୍ତା। ଧୃତରାଷ୍ଟ୍ର ରାଜା ହୋଇ ମଧ୍ୟ, ହସ୍ତିନାର ସମ୍ରାଟ ହୋଇ ମଧ୍ୟ ସେଦିନ ଏ କଥାକୁ ସେ ରୋକି ପାରିଲେ ନା, ସ୍ଥଗିତ କରିପାରିଲେ ନା। ତେଣୁ ପ୍ରକୃତରେ ମୁଁ ଯେତେବେଳେ ଭଗବାନ କୃଷ୍ଣଙ୍କ ପଦ କଞ୍ଜରେ ନିଜକୁ ସମର୍ପିତ କଲି, ସେତିକି ବେଳେ ମୋର ସମ୍ଭ୍ରମ ସତୀତ୍ୱ, ମୋର
निश्चित भाव रे रक्षा हला गोटे वस्त्र से प्रदान करी मोर संभ्रम को से रक्षा कले वह जदि प्रकृत रे एमानक ऊपर आस्था प्रकट न करी मु जदि प्रकृत रे प्रथम रु मोर प्रभु से भगवान कृष्णंक पदरे मु जदि शरण पशि थांती तेबे इति कष्ट मते भोगिबा को पड़ंता नहीं ये प्रकार घटना केबे घटी पारंता नहीं एते बाट जाए कथा कदापि जाई न थांता किंतु जदि ये जीवन रे केबे तुम प्रति विपद आसे तमे एतिकी मने रखिब आत्मीय स्वजन बंधु बांधव कहारी उपरे आस्था प्रकट न करी सेई भगवान कृष्णंक पद कंजरे तमे शरण पशिब निश्चित भाव रे तमर विपद खंडन होई ठीक सेई घटना घटिला जते बेले अस्वस्थमा प्रेरण कला उत्तरा गर्भरे जो संतान परीक्षित थिले से परीक्षितों को विनाश करिबा पई निजर जते बेले ब्रह्मबाण को क्षेपण करिचंती वीर अस्वस्थमा सासुमांकर कथा से दिन मने पड़िला उत्तरांकर तेणु कहारी ऊपर आस्था प्रकट न करी से भगवान कृष्णंक पद कंजरे जते बेले पूर्ण समर्पित होइथिले उत्तरा उद्धार करथिले परीक्षित को ये अस्वस्थमार ब्रह्मबाण रु मध्य से दिन से बंचई देइथिले से होचंती ये संसार र कर्ता स्वयं भगवान कृष्ण तेणु द्रौपदी सासुमा द्रौपदी कथा को मन रखी से दिन उत्तरा मध्य प्रभुंक पद कंजरे निजको पूर्ण समर्पित करी जेते बेले रक्षा करिबा पई दैनी करिछंती गर्भस्थ संतान से दिन बंची जाइथिला प्रभुंक दया तेणु ये स्वल्प समय कथा वस्तु आपण जो पुराण रहस्य माध्यम रे श्रवण करुछंती ये कथा वस्तु को मुझे विश्राम दउची परवर्ती अध्याय रे आउ गोटे सुंदर कथा वस्तु नहीं आपण मानक आगरे मु उपस्थापन करी हे सर्वे भवन्तु सुखिनो सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग भवे ओम शांति ओम शांति ओम शांति।